ଶାଗ ଚୁଡ଼ଚୁଡ଼ା ପ୍ରାୟତଃ ଓଡ଼ିଆ ଘରର ଥାଳିରେ ସାଇଡ଼୍ ଡିଶ୍ ହିସାବରେ ଖିଆଯାଇଥାଏ। ଏହା ବହୁତ ଟେଷ୍ଟି ହେବା ସହିତ ବହୁତ ହେଲ୍ଦି ମଧ୍ୟ ହୋଇଥାଏ। ଆଜି ଆମେ ବନାଇବା ବିନା ପିଆଜ ରସୁଣର ଏହି ଶାଗ ଚୁଡ଼ଚୁଡ଼ା ରେସିପିଟି। ନମସ୍କାର, ୱେଲକମ୍ ଟୁ ମାଇ ଚ୍ୟାନେଲ୍। ଏବେ ଆସନ୍ତୁ ଆରମ୍ଭ କରିବା ଏହି ଶାଗ ଚୁଡ଼ଚୁଡ଼ା ରେସିପିଟି। ପ୍ରଥମେ ଶାଗକୁ ଭଲ ଭାବରେ ବାଛି ବୁଛି ଦେଇକି କ୍ଲିନ୍ କରିକି ଧୋଇଦେବେ। ଏହି ଶାଗଟିର ନାଁ ହେଉଛି ବାଲିବାଲିକା ଶାଗ। ଏହା ବାଲିରେ ହେଇଥାଏ, ସେଥିପାଇଁ ଆ ଦେହରେ ବହୁତ ବାଲି ଲାଗିଥାଏ। ଭଲ କି ପାଣିରେ କ୍ଲିନ୍ କରି ଧୋଇ ତାକୁ କିଛି ସମୟ ଭେଦେଇବାକୁ ଛାଡ଼ିଦେବା। ତାପରେ ଗୋଟେ କଡ଼େଇ ନେଇ ସେଥିରେ କିଛି ଚିନାବାଦାମକୁ ଭାଜିବା। ତାପରେ ଟିକେ ଚିନାବାଦାମ ହେଇ ଆସିଲେ ତା ଦେହରେ କିଛି ବଡ଼ି ଆଉ କିଛି ଶୁଖିଲା ଲଙ୍କାକୁ ଭଲ ଭାବରେ ଭାଜିଦେବା। ସବୁ ଜିନିଷ ଲାଲ ହୋଇ ଆସିଲେ ତାକୁ କଡ଼େଇରୁ ବାହାର କରିଦେବା। ତାପରେ ସେଇ ସେମ୍ କଡ଼େଇରେ ଯେଉଁ ଟିକେ ତେଲ ବଞ୍ଚିଯାଇଛି ସେ କଡ଼େଇରେ ଆମେ କିଛି ଫୁଟଣ ପକାଇବା, କିଛି ଗୋଟା ସୋରିଷ ପକାଇବା। ଚୁଡ଼ଚୁଡ଼ା ପ୍ରସ୍ତୁତ କରିବା ପାଇଁ ମୁଁ ଆଗରେ କିଛି ଆଳୁ ଆଉ ଜହ୍ନିକୁ ଭଲ ଭାବରେ କାଟି ପରିଷ୍କାର କରି ଧୋଇ ରଖିଦେଇଛେ। ଏବେ ଆମେ ସେ କଡ଼େଇରେ ସେ ଜହ୍ନି ଆଳୁକୁ ପକାଇବା। ଆପଣ ଆପଣଙ୍କ ହିସାବରେ ପରିବା ପକାଇ ପାରନ୍ତି, ଯେମିତିକି କଞ୍ଚା କଦଳୀ ମଧ୍ୟ ପକାଇ ପାରନ୍ତି। ପରିବାକୁ ଦେଖି ଆବଶ୍ୟକ ହେଉଥିବା ଲୁଣ ଆଉ ହଳଦୀ ପକାଇବା ଏବଂ ପରିବାକୁ ଟିକେ ଭଲକିନା ତଳୁ ଉପରୁ ଘାଣ୍ଟି ଦେଇକି ତାକୁ ଢାଙ୍କି ଦେବା। ଯେହେତୁ ଏଠି ପରିବା ଗୁଡ଼ା ବହୁତ ଛୋଟ ଛୋଟ କରି କଟାଯାଇଛି, ତାହା ବହୁତ କମ୍ ସମୟରେ ସିଝିଯିବ। ଏବେ ଆମେ ଢାଙ୍କା ଖୋଲି ଦେଖିବା, ପରିବା ତ ପ୍ରାୟ ସିଝି ଆସିଲାଣି। ତାପରେ ଆମେ ଏଇ ଯେଉଁ ବାଲିବାଲିକା ଶାଗକୁ ଭଲ କିନା ଛୋଟ ଛୋଟ କରି କାଟିକି ତା ଦେହରେ ପକାଇବା। ସେ ଯେଉଁ ପରିବା ସିଝି ଯାଇଛି ପକାଇବା। ଧ୍ୟାନ ରଖିବେ, ଏଇ ଯେଉଁ ଶାଗଟି ବହୁତ କମ୍ ସମୟ ଲାଗେ ସିଝିବା ପାଇଁ। 2-3 ମିନିଟ୍ ଭିତରେ ପ୍ରାୟତଃ ଶାଗଟି ସିଝିଯାଏ। ଏବେ ପୂର୍ବରୁ ଯେଉଁ ଆମେ ଭାଜିକି ରଖିଥିଲେ ବଡ଼ି ଆଉ ବାଦାମ, ଶୁଖିଲା ଲଙ୍କା, ତାକୁ ହେମଦସ୍ତା ସାହାଯ୍ୟରେ ଭଲ କିନା ଗୁଣ୍ଡ କରିଦେବା। ଏଇଠି ଆମର ସବୁତକ ଗୁଣ୍ଡ ହେଇଯାଇଛି। ଏବେ ଆମେ ନେଇ ସେଇ ଚୁଡ଼ଚୁଡ଼ାରେ ଏଇ ଯେଉଁ ଗୁଣ୍ଡଟିକୁ ବାଦାମ ଆଉ ବଡ଼ି ଲଙ୍କାର ଗୁଣ୍ଡଟିକୁ ଦେଇଦେବା। ଭଲ କରିକି ତଳ ଉପରକୁ ଗୋଳେଇ ଦେବା, ଯେମିତିକି ଇଭେନଲି ପୁରା ସବୁତକ ଯେଉଁ ବଡ଼ି ବାଦାମର ଗୁଣ୍ଡ, ପରିବା, ଶାଗ ସବୁତକ ମିଶିଯିବ। ଲାଷ୍ଟ ଷ୍ଟେପ୍ରେ ଟିକେ କଞ୍ଚା ସୋରିଷ ତେଲ ଦେବା ପାଇଁ କେବେ ବି ଭୁଲିବେନି। ଏହା ସ୍ୱାଦକୁ ବହୁତ ଏନହାନ୍ସ କରିଥାଏ। ଏଇଠି ଆମର ରେଡ଼ି ହେଇଯାଇଛି ବାଲିବାଲିକା ଶାଗର ଚୁଡ଼ଚୁଡ଼ା। ଏହି ଚୁଡ଼ଚୁଡ଼ାଟି ପଖାଳ ଭାତ, ଗରମ ଭାତ, ରୁଟି ସବୁଥିରେ ବହୁତ ଭଲ ଲାଗେ। ବହୁତ ବେଶୀ ଭଲ ଲାଗେ ଯେତେବେଳେ ଆମେ ଗରମ ଗରମ ଖାଇଥାନ୍ତି। ଏହି ପ୍ରୋସେସ୍ରେ ଥରୁଟିଏ ବାଲିବାଲିକା ଶାଗ ବନାନ୍ତୁ, ନିଜେ ଖାଆନ୍ତୁ, ଖୁଆନ୍ତୁ, ଭଲରେ ରୁହନ୍ତୁ। ନମସ୍କାର, ଜୟ ଜଗନ୍ନାଥ।